ନୂଆ ବର୍ଷ ପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱର। ସବୁଠୁ ଭୋଜି ଭାତର ଆସର। କିଏ ବଣଭୋଜି ତ କିଏ ରାଜ୍ୟ ବାହାରକୁ ଯାଉଛନ୍ତି। ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ନିଜ ପରିବାର ସହିତ ଲକ୍ଷ ଲକ୍ଷ ଟଙ୍କା ସାରି ଖୁସି ମନେଇବାରେ ବ୍ୟସ୍ତ। କିନ୍ତୁ ଆଜି ଟମଣା ଛକ ବିରଜା ହୋଟେଲ ତାରିଣୀ ମନ୍ଦିର ସାମ୍ନାରେ ଏକ ନିଆରା ପରିବେଶ ଦେଖିବା ପାଇଁ ମିଳିଥିଲା। ହଠାତ୍ ଆମ କ୍ୟାମେରା ଅଟକିଗଲା ସେହି ଲୋକମାନଙ୍କ ପାଖରେ। ବହୁତ ଦିବ୍ୟାଙ୍ଗ ବ୍ୟକ୍ତି ନୂଆ ବର୍ଷ ପାଇଁ ବହୁତ ଖୁସି ଥିଲା ପରି ଲାଗୁଥିଲା। ଆମେ ସେଠାକୁ ଯାଇ ଦେଖିଲୁ ସିପିଆଇର କିଛି ନେତା ଓ ସହୃଦୟ ବ୍ୟକ୍ତି ସେହି ଦିବ୍ୟାଙ୍ଗ ଓ ଭିକ୍ଷାବୃତ୍ତି କରୁଥିବା ଲୋକମାନଙ୍କୁ ଲୁଗା ଓ ଗାମୁଛା ଦେଇ ତାଙ୍କୁ ନୂଆ ବର୍ଷର ସ୍ୱାଗତ ପାଇଁ ଭୋଜିଭାତର ଆୟୋଜନ ସହିତ ପାଦ ସେବାରେ ଲାଗି ପଡ଼ିଥିଲେ। ଆପଣମାନେ ଜାଣିଥିବେ ସାଇବାବା ବଞ୍ଚିଥିବା ବେଳେ ଲୋକ ତାଙ୍କ ଉପରେ ଠେଙ୍ଗା ପଥର ଫିଙ୍ଗୁଥିଲେ। ସାଇବାବା ଯେତେବେଳେ ଦେହତ୍ୟାଗ କଲେ ତାଙ୍କ ଉପରେ ସୁନାର ଚାଦର ଫିଙ୍ଗିଲେ। ଗୋଟେ ଶତ୍ରୁ ଯେବେ ମରିଯାଏ ତାହେଲେ ଆମର ଆଖିରୁ ଲୁହ ଭରି ଆସେ। ଏତେ ଗର୍ବ କ'ଣ ପାଇଁ କରିବା? ଆମ ସାଧାରଣ ମଣିଷ ପରି ଦିବ୍ୟାଙ୍ଗ ଲୋକଙ୍କର ବଞ୍ଚିବାର ଓ ସ୍ୱପ୍ନ ଦେଖିବାର ଅଧିକାର ଅଛି। ଏହି ସ୍ୱପ୍ନକୁ କିଛି ମାତ୍ରାରେ ପୂରଣ କରିବା ପାଇଁ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆଗେଇ ଆସିଛନ୍ତି ସିପିଆଇ ନେତା ଶଙ୍କର ବାରିକ। ଜୀବନର ନିହାତି ଆବଶ୍ୟକ ଖାଦ୍ୟ, ବସ୍ତ୍ର, ବାସଗୃହ। ସରକାରଙ୍କ ତରଫରୁ ମିଳୁଥିବା ଆବାସ ଯୋଜନାରେ ସେମାନଙ୍କୁ ଘର ମିଳୁଛି ସତ, କିନ୍ତୁ ତାଙ୍କ ପରିବାର ପ୍ରତିପୋଷଣ ପାଇଁ କ'ଣ ଆଉ କିଛି ଆବଶ୍ୟକତା ନାହିଁ? ତାଙ୍କୁ ସରକାର ଭିକ୍ଷାବୃତ୍ତି କରିବା ପାଇଁ ଏକ ପ୍ରକାରର ବାଧ୍ୟ କରୁଛନ୍ତି। ସେ ପାଖେ ଭୁବନେଶ୍ୱରରେ ଭିକ୍ଷାବୃତ୍ତି ପାଇଁ ବାରଣ କରୁଛନ୍ତି। ସେମାନେ ବି ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି। ସେମାନେ କହିବା କଥା ତାଙ୍କ ପାଇଁ ସରକାର ଭେଣ୍ଡିଂ ଜୋନ୍ ବା ମାର୍କେଟରେ ଦୋକାନ ବ୍ୟବସ୍ଥା କରନ୍ତୁ। ସେମାନେ ବି ବ୍ୟବସାୟ କରି ତାଙ୍କ ପରିବାରର ପ୍ରତିପୋଷଣ କରିପାରନ୍ତେ, ତାଙ୍କ ପରିବାର ସ୍ୱାଭିମାନ ସହ ବଞ୍ଚିପାରନ୍ତି ବୋଲି କହିଛନ୍ତି ସିପିଆଇର ନେତା ଶଙ୍କର ବାରିକ। ଏହି କାର୍ଯ୍ୟକ୍ରମରେ କିଷାନ ବିଶ୍ୱାଳ, ବାଇକ୍ ପାଣି, ଅଭିମନ୍ୟୁ ସାହୁ, ଶିବ ପାତ୍ର, ଚନ୍ଦ୍ରମଣି ମୁଦୁଲି, ରମାକାନ୍ତ ସ୍ୱାଇଁ, ନବ ନାୟକ, ରଞ୍ଜିତ ନନ୍ଦ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ। ନୂଆ ବର୍ଷ ପାଇଁ ସାରା ସଂସାର ଖୁସିର ମାହୋଲରେ ବୁଲୁଥିବା ବେଳେ ବର୍ତ୍ତମାନ ଆମ ସହିତ କିଛି ଦମ୍ପତି ଦୁଇ ଜଣ ଅଛନ୍ତି, ଯିଏକି ସୋସିଆଲ ୱାର୍କର ଓ ସିପିଆଇର ନେତା ଶଙ୍କର ବାରିକ ଏବଂ ତାଙ୍କ ଧର୍ମପତ୍ନୀ। ସେ ଆଜି 50ରୁ 100 ଦିବ୍ୟାଙ୍କ ସହିତ ଏଠି ନୂଆ ବର୍ଷ ପାଳନ କରୁଛନ୍ତି। ତାଙ୍କଠୁ ପଚାରି ବୁଝିବା କେତେ ବର୍ଷ ହେଲା ସେ ଏଇ ସଂସ୍ଥା ଚଲେଇଛନ୍ତି, ତାଙ୍କର ସୋସିଆଲ ଅର୍ଗାନାଇଜେସନ କେବେଠୁ ଚାଲିଛି, ତାଙ୍କର କ'ଣ ରହିଛି ମତାମତ ରହିଛି, ତା ବିଷୟରେ ପଚାରି ବର୍ତ୍ତମାନ ତାଙ୍କ ସହିତ କଥା ହେବା। ଆମ ସହିତ ଅଛନ୍ତି ଶଙ୍କର ବାରିକ, ସିପିଆଇ ନେତା। କ'ଣ କହିବେ ଆଜ୍ଞା? ଆଜ୍ଞା, ମୁଁ ଗତ ବର୍ଷ କିନ୍ତୁ ବସିଥିଲି, ଜୀବନର ମାନେ କ'ଣ ମୁଁ ଭାବିଲି। କାହିଁକିନା ମୁଁ ଥରେ ନନ୍ଦନକାନନ ଯାଇଥିଲି ମୋ ଛୋଟବେଳେ, ତ ସେଠି ମୋର କିଛି ରିଲେଟିଭ୍ ତାଙ୍କ ପିଲାମାନଙ୍କୁ କିଛି ଖାଦ୍ୟ ଦେଉଥିଲେ। ମୋ ପାଇଁ ସେଇଟା ସ୍ୱପ୍ନ ଥିଲା। ମୁଁ ଆଜ୍ଞା ଏବେ ଭାବୁଛି ଯେ ଯେଉଁଗୁଡ଼ା ମୁଁ ପାଇନି, ମୋ ପାଇଁ ସ୍ୱପ୍ନ, ଆଟଲିଷ୍ଟ ମୁଁ କାହାର ଯଦି ସେଇ ସ୍ୱପ୍ନଟାକୁ ପୂରଣ କରିପାରିବି। ମୁଁ ଗତ ତାରିଖ କିଛି କୁଷ୍ଠରୋଗୀଙ୍କୁ ନେଇକି ଏମିତି ଗୋଟେ ପ୍ରୋଗ୍ରାମ୍ କରିଥିଲି। ତାଙ୍କର ବି ଏମିତି ନ୍ୟୁରେ ତାଙ୍କ ପାଦ ସେବା କରିଥିଲି, ତାଙ୍କୁ ବସ୍ତ୍ର ଆଉ ଖାଦ୍ୟ ମୋ ସକ୍ଷମ ଅନୁସାରେ ଯାହା ଦେଇଥିଲି। ଏଥରିକ ମୁଁ ସେମିତି କିଛି ବିକଳାଙ୍ଗ, ଅନ୍ଧ, ମୁକ ତାଙ୍କୁ ନେଇକି ଏ ପ୍ରୋଗ୍ରାମଟା କଲି। ମୋର ଆଶା ରଖିଥିଲି 100 ଖଣ୍ଡେ ଲୋକ ହେବେ, କିନ୍ତୁ ଯାହା ହଉ ତଥାପି ସେଇ 60-70 ଲୋକ ହେଲେ। ମୁଁ ଆଶା କରୁଛି ଏମିତି ଲାଇଫ୍ ଟାଇମ୍, ତାଙ୍କୁ ବିଶ୍ୱାସ ଆପଣ କରିପାରିବେନି, ତାଙ୍କ ସେବା ଯେତେବେଳେ ମୁଁ କଲି, ସେ ଯେଉଁ ମୋ ମନ ଯେଉଁ ଯେମିତି ମାନେ ଖୁସି, ତାକୁ କହିହେବନି, କାହା ଆଗରେ ବର୍ଣ୍ଣନା କରିହେବ। ତାଙ୍କ ଆଉ ଗୋଟେ କଥା ଆପଣଙ୍କୁ ପଚାରିବାକୁ ଚାହୁଁଛି, ଆଗକୁ ନୂଆ ବର୍ଷ ଆସୁଛି, ଆପଣ ଆଉ କିଛି ରଖିଛନ୍ତି ପ୍ରୋଗ୍ରାମ ଏଇଭଳି ଦିବ୍ୟାଙ୍ଗମାନଙ୍କୁ ନେଇ କିମ୍ବା ଅଲଗା କୌଣସି ଦୁଃଖୀ ରୋଗୀଙ୍କୁ ନେଇ ଏଇଭଳିଆ କାର୍ଯ୍ୟକ୍ରମ ଆଗକୁ ଅଛି? ଲାଇଫ୍ ଟାଇମ୍ ଆଜ୍ଞା, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏମିତି କରିବି। ମୁଁ ଏ ବର୍ଷ ଏମିତି କଲି କାହିଁକିନା ମୋ ଘରେ ବି କହିଲେ ଆମେ ବାହାରକୁ ଯିବା। କାହିଁକି ଆଜ୍ଞା ବାହାରକୁ ଯିବା? ଆପଣ ଗୋଟେ ଛୋଟିଆ କଥା ଆପଣଙ୍କୁ କହୁଛି, ଭଗବାନ କୃଷ୍ଣଙ୍କ ପାଟିରେ ସାରା ବ୍ରହ୍ମାଣ୍ଡ ଦେଖାଯାଉଥିଲେ, ହନୁମାନଙ୍କ ପାଟିରେ ସୂର୍ଯ୍ୟଙ୍କୁ ଖାଇ ଦେଇଥିଲେ, ଗିଳି ଦେଇଥିଲେ ଯେଉଁ କହନ୍ତି। ତ ଆମେ ଯଦି ଭଗବାନଙ୍କୁ ସେଉ କିଲେ କମଳା କି ଅଙ୍ଗୁର କିଛି ନେଇକି ତାଙ୍କୁ ସନ୍ତୁଷ୍ଟ କେବେ କରିପାରିବା ନାହିଁ। ମାନବ ସେବା ହିଁ ମାଧବ ସେବା। ଯଦି ଆମେ ମଣିଷର କିଛି ସେବା କରିବା, ନିଶ୍ଚିନ୍ତ ଆମେ ମାଧବଙ୍କୁ ପାଇବା। ଏଇଆ ଆଶା ଓ ଭରସା। ମୁଁ କହୁଛି ଆପଣ 1000 ଟଙ୍କା ଖର୍ଚ୍ଚ କରି ବାହାରକୁ ଯାଆନ୍ତୁନି, ଆପଣ ଏମିତି କିଛି ଗରିବ ଲୋକଙ୍କର ଦେଖନ୍ତୁ, ସେବା କରନ୍ତୁ, ଆପଣଙ୍କ ମନ ଏତେ ଖୁସି ହେବ, ଆପଣ ନିଜେ ଅନୁଭବ କରିବେ ଯେ ମୁଁ ସର୍ବସ୍ୱ ପାଇଗଲି। ଠିକ୍ ଅଛି, ଆମେ ପ୍ରତିକ୍ରିୟା ରଖୁଥିଲେ ଶଙ୍କର ବାରିକ ଠାରୁ। ବର୍ତ୍ତମାନ ଆମ ସହିତ ତାଙ୍କ ଧର୍ମପତ୍ନୀ ଅଛନ୍ତି, ସେ ବି ଏଇ
खुशी सामिल होती जन्मदिन पालन करिबारे तांको सहित कथा बा कौन कहबे मैडम मुझे जो मो स्वामी एथरे सामिल होती मु बहुत खुशी मु चाहूँगी सी आगू जहाँ कम करेंगे से मुझे सामिल हेबी बहुत खुशी मु भी जानी नी सी आसवे बोली मुझे कहूली मुझे मुझे जीविनी आज मन कौन है मुझे सागर मुझे जीवी से कहीं जीवु मुझे तो करुच्ची ना मुझे हाँ जीवी रोसे घरे बंद करदेकी सागर आसिली मत एति आज खुशी लगे मो स्वामी मुझे गर्व करुच्ची दिन आगुरी से देवी से कहते मुझे मुझे तुम सागर जीवी मु घरे रोसे बंद करदेकी सागर आसिली मुझे एत खुशी लगे सेवा करी मत लगे ठाकुर सेवा मुझे करुच्ची मत एत कोह लगे भितर मुझे कहली जहाँ बाहर को जीवा सब कहे बाहर को जी बुलवा नुआ वर्ष आज कहले कहीं जीवु बुलवा मुझे कहली बाहर को तो जीवी समस्ते जाऊँच कहले ना आज चल जीवु गोटे जगह को बुलवा देख ते नेबी से मना करते मुझे ना मुझे जीवी तुम सागर आज हेटू नहीं गले मत आज आसिले ये नवाक मो पुओ नहीं मो सागर आसला गाड़ी नहीं मत से आगे आसिले मुझे पछे आसिली आज जिते सेवा कली मो मन भितर एत सुंदर लगिला मत मो मन पवित्र हो गला मो मन ठीक अच्छे आम प्रतिक्रिया शुणुले धर्मपत्नी बापा ये अच्छा मो बापा भी ये उपस्थित मौसा किसी दीपद कह या विषय आम हेलु गरीब लोक बुझे आमर एति धर्म होची विकला मानक लोक अंध मान आमर पिला जिते दिन से तार आयुष जीवन थी से सेवा करमती लोक मैंने भल पाते जे तो क्या लोभ करूनी ये करूनी जहाँ भगवान का आशीर्वाद तार कौन ताक बर देते भगवान चाहे लोक मानी सी लड़ुची से चली कम बुझला कि आपन को नमस्कार ताकू जब साहय करेंगे आपको आसवे एठे आमर सार जड़े खाया पीवा वस्त्र दान कर सर जान ना हम बहुत धन्यवाद देवी नुआ वर्ष लोक मान एतिकी प्रार्थना वर्तमान आपण मैंने पर लक्ष लक्ष टका छाड़ी होटेल खर्च करी पर को खर्च कर बर्तमान पर खर्च कर निशा लोक मान साहाय्य करंतु आपणकर मंगल हम या कहबार वार्ता थिला। अधिक खबर पाई आम फेसबुक पेज को लाइक फॉलो एवं यूट्यूब चैनल को सब्सक्राइब करंतु।